ପିଲାମାନେ ତମାନେ ଥମ୍ବନେଲ୍ ଦେଖି ଜାଣି ପାରୁଥିବ ଆଜି ଏହି ଭିଡ଼ିଓରେ ଆମେ ତମ +2 ସେକେଣ୍ଡ ଇୟର ଏମାଇଲ୍ ବହିରେ ଥିବା ପିଙ୍ଗଳାର ଅଭିସାର ଏହି କବିତାଟିର ଆଜି ଆମେ ପ୍ରଶ୍ନ ଉତ୍ତର ଗୁଡ଼ିକ ଏହି ଭିଡ଼ିଓରେ ଆଲୋଚନା କରିବା। ପିଲାମାନେ ତା ପୂର୍ବରୁ ତମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ। ତ ପିଲାମାନେ ଦେଖିବା ଏବେ ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ପିଙ୍ଗଳାର ଅଭିସାର କବିତାଟିର ମୂଳ ମିଥ୍ ଆଧାରଟି କେଉଁ ଗ୍ରନ୍ଥରୁ ଆନିତ? ଅପସନ୍ ଅଛି ବେଦ, ଉପନିଷଦ, ବେଦାନ୍ତ, ଭାଗବତ। ସଠିକ୍ ଉତ୍ତର ହେବ ଭାଗବତ। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳାର ଅଭିସାର କି ପ୍ରକାର କବିତା? ଅପସନ୍ ଅଛି ଗାଥା କବିତା, ଗୀତି କବିତା, ଶୋକ ଗୀତିକା, ସମ୍ବୋଧ ଗୀତିକା। ସଠିକ୍ ଉତ୍ତର ହେବ ଗାଥା କବିତା। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳାର ଘର କେଉଁ ନଗରରେ? ଅପସନ୍ ଅଛି ଉଜ୍ଜୟିନୀ, ବିଦେହ, ମଗଧ, ବଙ୍ଗଭୂମି। ତ ସଠିକ୍ ଉତ୍ତର ହେବ ବିଦେହ। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳା କାହାକୁ ପ୍ରତୀକ୍ଷା କରିଥିଲା? ଅପସନ୍ ଅଛି ଭଗବାନଙ୍କୁ, ପ୍ରିୟ ବନ୍ଧୁଙ୍କୁ, ଧନୀ ଯୁବକକୁ, ପିତାମାତାଙ୍କୁ। ତ ସଠିକ୍ ଉତ୍ତର ହେବ ଧନୀ ଯୁବକଙ୍କୁ। ନେକ୍ସଟ କ୍ୱେଶ୍ଚିନ୍, ଧନିକ ପୁତ୍ର ଜଣଙ୍କ ନ ଆସିବାରୁ ପିଙ୍ଗଳା ମନରେ କେଉଁ ଭାବ ଜାଗ୍ରତ ହେଲା? ଅପସନ୍ ଅଛି ବୈରାଗ୍ୟ ଭାବ, ଉନ୍ମାଦ ଭାବ, ପ୍ରୀତି ଭାବ, ବିଳାସ ଭାବ। ତ ସଠିକ୍ ଉତ୍ତର ହେବ ବୈରାଗ୍ୟ ଭାବ। ନେକ୍ସଟ କ୍ୱେଶ୍ଚିନ୍, ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି? ଅପସନ୍ ଅଛି ମଧୁମତାକୁ, ପିଙ୍ଗଳାକୁ, ଆମ୍ରପଲ୍ଲୀକୁ, ଲକ୍ଷହୀରାକୁ। ତ ସଠିକ୍ ଉତ୍ତର ହେବ ପିଙ୍ଗଳାକୁ। ନେକ୍ସଟ କ୍ୱେଶ୍ଚିନ୍, ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କହିଛି? ଅପସନ୍ ଅଛି ଧରଣୀର ତୃଣତଳ୍ପରେ, ଫୁଲ ଶଯ୍ୟାରେ, ତୁଳିତଳ୍ପ ଶଯ୍ୟାରେ, ପଥରର ଚଟାଣରେ। ତ ସଠିକ୍ ଉତ୍ତର ହେବ ଧରଣୀର ତୃଣତଳ୍ପରେ। ନେକ୍ସଟ କ୍ୱେଶ୍ଚିନ୍, ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ'ଣ ସାଜିଛି ବୋଲି କହିଛି? ଅପସନ୍ ଅଛି ପତିତା, ନେତ୍ରୀ, ସାମ୍ରାଜ୍ଞୀ, ଗୃହିଣୀ। ତ ସଠିକ୍ ଉତ୍ତର ହେବ ପତିତା। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳା କିଏ? ଅପସନ୍ ଅଛି ପଲ୍ଲୀବଧୂ, କୁଳବଧୂ, ବାରବଧୂ, ନବବଧୂ। ତ ସଠିକ୍ ଉତ୍ତର ହେବ ବାରବଧୂ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି? ଅପସନ୍ ଅଛି ମଣି କାଞ୍ଚନମାଳା, ମରକତ ମାଳା, ବନ ପୁଷ୍ପର ମାଳା, ମଲ୍ଲୀମାଳା। ତ ସଠିକ୍ ଉତ୍ତର ହେବ ମଣି କାଞ୍ଚନମାଳା। ନେକ୍ସଟ କ୍ୱେଶ୍ଚିନ୍, ସଚେତନ ପିଙ୍ଗଳାର ଅଙ୍ଗ ପୁଲକକୁ କାହା ସହିତ ତୁଳନା କରାଯାଇଛି? ଅପସନ୍ ଅଛି ପ୍ରସ୍ଫୁଟିତ ପଦ୍ମ, ବରସାର ନୀପ, କୋରକିତ କେତକୀ, ବିକଶିତ ମଲ୍ଲୀ। ତ ସଠିକ୍ ଉତ୍ତର ହେବ ବରସାର ନୀପ। ନେକ୍ସଟ କ୍ୱେଶ୍ଚିନ୍, ଆତ୍ମଜ୍ଞାନ ଲାଭ ପରେ ପିଙ୍ଗଳା କାହା ପରି ଛୁଟି ଯିବା ପାଇଁ ଚାହିଁଛି? ଅପସନ୍ ଅଛି ମୁକ୍ତାଚାରିଣୀ ତଟିନୀ, ବରସାର ଧାରା, ଧୀର ସମୀରଣ, ଦକ୍ଷିଣା ପବନ। ତ ସଠିକ୍ ଉତ୍ତର ହେବ ମୁକ୍ତାଚାରିଣୀ ତଟିନୀ। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳା କେଉଁ ନଗରର ନଟି ଥିଲା? ଅପସନ୍ ଅଛି ଅବନ୍ତୀ, ଉଜ୍ଜୟିନୀ, ବିଦେହ, କୋଶଳ। ତ ସଠିକ୍ ଉତ୍ତର ହେବ ବିଦେହ। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି? ଅପସନ୍ ଅଛି ସଞ୍ଜ ଦୀପ, ପୂଜା ଦୀପ, ଜ୍ଞାନ ଦୀପ, କେଳି ଦୀପ। ତ ସଠିକ୍ ଉତ୍ତର ହେବ କେଳି ଦୀପ। ନେକ୍ସଟ କ୍ୱେଶ୍ଚିନ୍, ପିଙ୍ଗଳା ରସିକ ନାଗରମାନଙ୍କୁ କି ଅଭିନୟ ଦେଖାଉଥିଲା? ଅପସନ୍ ଅଛି ପୀରତିର ଅଭିନୟ, ଛଳନାର ଅଭିନୟ, ସ୍ତ୍ରୀର ଅଭିନୟ, ବାନ୍ଧବୀର ଅଭିନୟ। ତ ସଠିକ୍ ଉତ୍ତର ହେବ ପୀରତିର ଅଭିନୟ। ନେକ୍ସଟ କ୍ୱେଶ୍ଚିନ୍, ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ କାହା ଉଦ୍ଦେଶ୍ୟରେ କୁହାଯାଇଛି? ଅପସନ୍ ଅଛି ପିଙ୍ଗଳାର ପ୍ରେମିକ, ଧନିକ ଯୁବକ, ରସିକ ନାଗର, ପରମ ପୁରୁଷ। ତ ସଠିକ୍ ଉତ୍ତର ହେବ ପରମ ପୁରୁଷ। ନେକ୍ସଟ କ୍ୱେଶ୍ଚିନ୍, ମୁକ୍ତା କେଉଁଠି ସୃଷ୍ଟି ହୁଏ? ଅପସନ୍ ଅଛି ସୁକ୍ତି ଗର୍ଭରେ, ସାଗର ଗର୍ଭରେ, ଧରିତ୍ରୀ ଗର୍ଭରେ, ପଦ୍ମ ଗର୍ଭରେ। ତ ସଠିକ୍ ଉତ୍ତର ହେବ ସୁକ୍ତି ଗର୍ଭରେ। ପିଲାମାନେ ଏବେ ଆମେ 2 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେ କରିଛି? ଦିବ୍ୟ ଚେତନା ଆସିଲା ପରେ ପିଙ୍ଗଳା ଜ୍ୟୋତ୍ସ୍ନା ନିଶିରେ ପୁଲକିତ ପ୍ରାଣରେ ପ୍ରିୟ ବନ୍ଧୁଙ୍କର ହାସ ସୁଧା ପାନ କଲା ପରେ ଆପଣା ପ୍ରାଣର ଆକୁଳ ପିପାସା ଭୁଲିବ ବୋଲି ମନେ କରିଛି। ନେକ୍ସଟ କ୍ୱେଶ୍ଚିନ୍, ସନ୍ନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ କିପରି ହେବ ବୋଲି କବି ବର୍ଣ୍ଣନା କରିଛନ୍ତି? ସନ୍ନ୍ୟାସିନୀ ପିଙ୍ଗଳା ଦିବ୍ୟ ଚେତନା ଲାଭ କଲା ପରେ ଜଗତର ବନ୍ଧୁ ପ୍ରିୟତମଙ୍କର
ସ୍ୱପ୍ନ ଦେଖୁ ଦେଖୁ ସେ ଆଖି ବୁଜିଦେବ ବୋଲି କବି ବର୍ଣ୍ଣନା କରିଛନ୍ତି। ନେକ୍ସଟ କ୍ୱେଶ୍ଚନ୍, ପିଙ୍ଗଳା କାହିଁକି ନିଜକୁ ସର୍ପଣୀ ବୋଲି କହିଛି? ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି? ପିଙ୍ଗଳା ମନରେ ଅନୁଶୋଚନା ଆସିଥିବାରୁ ସେ ମନେ କରିଛି ଅମୃତର ସନ୍ତାନ ହୋଇ ସେ ଧରାପୃଷ୍ଠକୁ ଆସିଥିଲେ ବି ସର୍ପିଣୀ ପରି ସୃଷ୍ଟିରେ ବିଷମ ବିଷ ଢାଳି ଦେଇଛି। ତେଣୁ ନିଜକୁ ସେ ସର୍ପିଣୀ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ୍, ମଧୁର ମୁରଲୀର ସ୍ୱରରେ କିଏ କାହାକୁ କାହିଁକି ଡାକୁଥିଲା? ମଧୁର ମୁରଲୀ ସ୍ୱରରେ ପିଙ୍ଗଳା ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ କାଳିମାରୁ ମୁକ୍ତି ଦେବା ପାଇଁ ଡାକୁଥିଲା। ନେକ୍ସଟ କ୍ୱେଶ୍ଚନ୍, ବିଶ୍ୱ ପରଶମଣି ବୋଲି କବି କାହାକୁ କାହିଁକି କହିଛନ୍ତି? ବିଶ୍ୱ ପରଶମଣି ବୋଲି କବି ପତିତପାବନ ଜଗତ ବନ୍ଧୁ ଭଗବତ ସତ୍ତାକୁ କହିଛନ୍ତି। କାରଣ ତାଙ୍କରି ସ୍ପର୍ଶରେ ପିଙ୍ଗଳାର କାଳିମା ଦୂରେଇ ଯାଇ ସେ ପବିତ୍ର ହୋଇଯିବ। ନେକ୍ସଟ କ୍ୱେଶ୍ଚନ୍, ପିଙ୍ଗଳା କାହିଁକି ବିରତିର ଅଭିନୟ କରିବ ନାହିଁ ବୋଲି କହିଛି? ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ବିରତିର ଅଭିନୟ କରିବ ନାହିଁ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ୍, ରିକ୍ତ ଏ ମୋର ସୂକ୍ତି ଗରଭେ ଫଳିଛି ମୁକ୍ତା ଫଳ କେଉଁ ପ୍ରସଙ୍ଗରେ କୁହାଯାଇଛି? ପିଙ୍ଗଳାର ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ତା ମନରେ ଆଶାର ସମ୍ଭାବନା ଦେଖାଦେଇଛି। ତେଣୁ ସେ ନିଜର ଉନ୍ନତି କଥା ବିଚାର କରିଛି। ଏହି ପ୍ରସଙ୍ଗରେ ରିକ୍ତ ଏ ମୋର ସୂକ୍ତି ଗରଭେ ଫଳିଛି ମୁକ୍ତା ଫଳ କୁହାଯାଇଛି। ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ'ଣ ଲୋଡ଼ା ନାହିଁ ବୋଲି କହିଛି? ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସ କୁଞ୍ଜ ଚାରୁ ଚିତ୍ରଶାଳା ଲୋଡ଼ା ନାହିଁ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ୍, ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି? କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲୀ ପିଙ୍ଗଳାକୁ ଶୁଣାଯିବାରୁ ତାର ଜୀବନ ଯମୁନାରେ ଉଜାଣି ଉଠିଛି। ନେକ୍ସଟ କ୍ୱେଶ୍ଚନ୍, ବନ୍ଧୁ ମୋ ପ୍ରେମ ସିନ୍ଧୁ କିଏ କେଉଁ ପ୍ରସଙ୍ଗରେ କହିଛି? ପିଙ୍ଗଳାର ଦିବ୍ୟ ଚେତନା ଜାଗ୍ରତ ହେଲା ପରେ ସେ ପ୍ରେମର ଧନକୁ ଭେଟିବ ଏବଂ ସେହି ବନ୍ଧୁ ଯେ କି ତା ଜୀବନର ପ୍ରେମର ସିନ୍ଧୁ ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ୍, ରିକ୍ତ ଏ ମୋର ସୂକ୍ତି ଗରଭେ ଫଳିଛି ମୁକ୍ତା ଫଳ ଏ କଥା କିଏ କେଉଁ ଉଦ୍ଦେଶ୍ୟରେ କହିଛି? ଏ କଥା ପିଙ୍ଗଳା କହିଛି। ପ୍ରତୀକ୍ଷା ଜନିତ ଯନ୍ତ୍ରଣାରୁ ବୈରାଗ୍ୟରୁ ଈଶ୍ୱରୀୟ ଚେତନା ପିଙ୍ଗଳା ହୃଦୟରେ ଜାତ ହେବା ପରେ ସେ ଉପଲବ୍ଧି କରିଛି ତା ପ୍ରାଣନାଥ ହୃଦୟରେ ଅଛନ୍ତି ଓ ତା ଶରୀର ରୂପୀ ଶାମୁକା ଗର୍ଭରେ ମୁକ୍ତା ଫଳ ଫଳିଛି। ନେକ୍ସଟ କ୍ୱେଶ୍ଚନ୍, କିଏ ପୁଣ୍ୟ ଜୀବନ ଓ ଭୁବନକୁ ପାପରେ ଭରିଦେଲେ? ପିଙ୍ଗଳା ବିଷମ ବିଷ ସୃଷ୍ଟି କରି ତାର ବିଷରୂପକ ତାପରେ ନିଜେ ଜଳିବା ସହିତ ଜଗତକୁ ଜାଳିଦେଲା। ପୁଣ୍ୟ ଓ ପବିତ୍ର ଜୀବନ ତଥା ଭୁବନକୁ ପାପରେ ଭରିଦେଲା ବୋଲି କହିଛି। ପିଲାମାନେ, ଏବେ ଆମେ 3 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ କେଉଁ ପ୍ରସଙ୍ଗରେ କୁହାଯାଇଛି? ପିଙ୍ଗଳା ମନରେ ଯେତେବେଳେ ଭଗବତ ସତ୍ତା ପ୍ରତି ଅନୁରକ୍ତି ଆସିଛି ସେତେବେଳେ ସବୁଆଡ଼େ ସେ ସୁମଧୁର ସ୍ପର୍ଶ ଅନୁଭବ କରିଛି। ତା ଦେହରେ ଦେଖାଦେଇଛି ପୁଲକିତ ଭାବ। ସେ ଶୁଣିପାରିଛି ମଞ୍ଜୁଳ ମୁରଲୀ ଧ୍ୱନି। ଫଳରେ ତା ଜୀବନ ଯମୁନାରେ ଉଜାଣି ବହିଛି ଏବଂ ଜାଗତିକ ବନ୍ଧନରୁ ସେ ମୁକ୍ତ ହୋଇ ପ୍ରିୟ ପରମଙ୍କ ଅଭିସାର ପାଇଁ ପ୍ରସ୍ତୁତ ହୋଇଛି। ନେକ୍ସଟ କ୍ୱେଶ୍ଚନ୍, ସଚେତନ ପିଙ୍ଗଳା ତାର ପ୍ରିୟ ପରମଙ୍କର କିପରି ପୂଜା ଆରତି କରିବ ବୋଲି କବି ବର୍ଣ୍ଣନା କରିଛନ୍ତି। ପିଙ୍ଗଳା ଯେତେବେଳେ ବାର ବିଳାସିନୀ ନ ହୋଇ ପ୍ରେମର ସନ୍ନ୍ୟାସିନୀ ସାଜିଛି ସେତେବେଳେ ସେ ନିଜର କୁଳୁଷ କାଳିମାକୁ ଲୋତକ ଜଳରେ ଧୋଇ ଦେଇଛି। ନିଜର ଯୌବନ ଧନକୁ ଓ ରୂପ ପସରାକୁ ପ୍ରୀତି ଅନଳରେ ଜାଳିଦେଇ
ପ୍ରିୟ ପରମଙ୍କ ପାଇଁ ଆରତି ଧୂପ ସଜାଡ଼ିଛି। ତ ପିଲାମାନେ ମନେ ରଖିବ, ସଚେତନ ପିଙ୍ଗଳା ତାର ପ୍ରିୟ ପରମଙ୍କର କିପରି ପୂଜା ଆରତି କରିବ ବୋଲି କବି ବର୍ଣ୍ଣନା କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କବି କିପରି ବର୍ଣ୍ଣନା କରିଛନ୍ତି? ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳା ଅତୀତ ଜୀବନ ପାଇଁ ଅନୁତାପ କରିଛି। ନିଜକୁ ସେ ସରଗର ଅମର କନ୍ୟା, ନାରୀ ଓ ଦେବୀ ବୋଲି ମନେ କରିଛି। ତା ହୃଦୟରେ ନିନାଦିତ ହୋଇଛି ମଞ୍ଜୁଳ ମୁରଲୀ ଧ୍ୱନି। ସେ ପତିତ ପାବନ ବନ୍ଧୁକୁ ପରଶମଣି ଭାବେ ମନେକରି ତା ଅଙ୍ଗକୁ ପବିତ୍ର କରିବ ବୋଲି ବିଚାର କରିଛି। ତ ପିଲାମାନେ ମନେ ରଖିବ, ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କବି କିପରି ବର୍ଣ୍ଣନା କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଭାବ ଜାତ ହେଲା? ସନ୍ଧ୍ୟା ସମୟରେ ଧନୀ ପୁତ୍ରଟି ସଂକେତ ଦେଇ ରାତ୍ରିରେ ନ ଆସିବାରୁ ପିଙ୍ଗଳା ମନରେ ହତାଶା ଦେଖା ଦେଇଛି। ସେହି ହତାଶାରୁ ତାହାର ଦେଖା ଦେଇଛି ଆଧ୍ୟାତ୍ମିକ ଉତ୍ତରଣ। ତା ହୃଦୟରେ ଦିବ୍ୟ ଚେତନା ଜାଗ୍ରତ ହେବାରୁ ତା ମନରେ ବୈରାଗ୍ୟ ଭାବ ଜାଗ୍ରତ ହୋଇଛି। ପିଲାମାନେ ମନେ ରଖିବ, ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଭାବ ଜାତ ହେଲା? ନେକ୍ସଟ କ୍ୱେଶ୍ଚନ, ମରତ ପଥର ଅମର ବନ୍ଧୁଙ୍କୁ ଲାଭ କରିବା ପରେ ପିଙ୍ଗଳା ଜୀବନରେ କ'ଣ ସବୁ କରିବ ନାହିଁ ବୋଲି କହିଛି? ମରତ ପଥରେ ଅମର ବନ୍ଧୁଙ୍କୁ ଲାଭ କରିବା ପରେ ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଭାବ ଦେଖାଦେଇଛି। ସେ ପୂର୍ବ ଭଳି ବାରବଧୂ ଭାବରେ ପ୍ରୀତି ଅଭିନୟ କରିବ ନାହିଁ, ରାତିସାରା ଜାଗ୍ରତ ହୋଇ ଫୁଲଶେଜ ସଜାଇବ ନାହିଁ କିମ୍ବା କେଳିଦୀପ ଜାଳିବ ନାହିଁ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରୁଛି? ଉତ୍ତର ଲେଖିବ, ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଥିଲା ପରିବର୍ତ୍ତନ। ସେ ଅନୁଭବ କରିଥିଲା ତା ପାଖରେ ରହିଛନ୍ତି ଅନ୍ତର ବିମୋହନ ସତ୍ତା। ପୂର୍ବରୁ ସେ ବାରବଧୂ ଭାବରେ ଧନ ଅର୍ଜନ କରିବା ପାଇଁ କେଳିଦୀପ ଜାଳି ପ୍ରୀତିର ଅଭିନୟ କରୁଥିଲା। ସେଭଳି ଜୀବନ ବ୍ୟର୍ଥ ଜୀବନ ବୋଲି ସେ ଜାଣିପାରିଲା। ମନରେ ଅମର ବନ୍ଧୁଙ୍କ ଅନୁଭବ କଲାପରି ତାର ବିଫଳ ଜୀବନ ସଫଳ ହେଲା ବୋଲି ସେ ମନେ କରିଛି। ତ ପିଲାମାନେ ମନେ ରଖିବ, ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରୁଛି। ନେକ୍ସଟ କ୍ୱେଶ୍ଚନ, ପରିବର୍ତ୍ତିତ ପିଙ୍ଗଳା ପ୍ରକୃତିକୁ କିପରି ଅନୁଭବ କରିଛି? ଉତ୍ତର ଲେଖିବ, ପିଙ୍ଗଳା ମନରେ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ଦେହ ଅପେକ୍ଷା ବିଦେହ ସତ୍ତାର ସୌନ୍ଦର୍ଯ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଛି। ଧରଣୀର ପରିବେଶ ତା ପାଇଁ ହୋଇଛି ମୂଲାୟମ। ଗଗନର ଇନ୍ଦୁ ଓ ତାରକା ରାଶି ମୁଗ୍ଧ ଦୃଷ୍ଟିରେ ହସୁଥିଲା ଭଳି ତାକୁ ମନେ ହୋଇଛନ୍ତି। ସବୁଆଡ଼େ ଯେଭଳି ଜ୍ୟୋତ୍ସ୍ନା ଓ ଧୀର ସମୀରର ଶୀତଳତା ଅନୁଭୂତ ହୋଇଛି ବୋଲି ପିଙ୍ଗଳା ଭାବିଛି। ତ ପିଲାମାନେ ମନେ ରଖିବ, ପରିବର୍ତ୍ତିତ ପିଙ୍ଗଳା ପ୍ରକୃତିକୁ କିପରି ଅନୁଭବ କରିଛି। ପିଲାମାନେ, ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।